आज हेउछि ज्येष्ठ पूर्णिमा बा पवित्र देवस्नान पूर्णिमा। ए अवसर में कटक जिला निश्चित कोइली ब्लॉक नेमाल पद्मवन पीठ में महासमारोह पालित होइछि देवस्नान पूर्णिमा उत्सव। समस्त पद्मवन पीठ आज जगन्नाथमय होई उठिछि। भक्त और भगवान आज मिलन स्थली पलटि नेमाल पद्मवन पीठ। श्री जगन्नाथंकर परम भक्त महापुरुष अच्युतानंद दास नेमाल छाड़ी श्रीक्षेत्र जाई श्री जगन्नाथंको धामरे साधना करने मनस्थ करथिले। हेले महाप्रभुंकर इच्छा थिला अलगा। जगन्नाथंको इच्छारे अच्युतानंद नेमाल फेरी जगतर कल्याण पाई साधना करथिले। सांगरी आनिथिले प्रतिश्रुति वर्षकरे गोटे दिन से नेमाल आसिबे। भक्तर भावरे बंधा भगवान प्रभु कथा देथिले आजिर दिन अर्थात देवस्नान पूर्णिमा रे श्री जगन्नाथ श्रीक्षेत्र को छाड़ी नेमाल पद्मवन पीठ को आसिबे। तेणु आजिर दिन में श्री जगन्नाथ श्रीक्षेत्र को छाड़ी नेमाल पद्मवन पीठ को आसीथांती। आज समग्र नेमाल पद्मवन पीठ श्रीक्षेत्रर भ्रम सृष्टि करे भक्तों मन रे। अच्युतानंद दास एठारे कठोर साधना करी हजार हजार आगत भविष्यत मालिका छंद चौतीसा एवं श्री जगन्नाथ भजन जनान आदि रचना करि जाइछंती। शह शह वर्ष तले तालपत्र रे लेखा जाइतिबा भविष्य मालिकार कथा आज सत्य रे परिणत हेउछि। ए अवसर रे नेमाल रे पालन होछि देवस्नान पूर्णिमा उत्सव। निकट रे बहि जाउतिबा पवित्र चित्रपला नदी कूल रे बसिछि वाणिज्य मेला। जगन्नाथ मूर्ति मेला तले जगन्नाथ क्षमानिधि पुजारी महापुरुष अच्युतानंद सेवक संघ सभापति। आज हूँ पवित्र देवस्नान पूर्णिमा। महापुरुष अच्युतानंद निर्विकल्प शून्य समाज दिवस पालन होगी। आज दिन हूँ पवित्र दिवस। जो माने जो श्रद्धालु भक्त मैंने ये पीठ को आसुँच आज महापुरुष अच्युतानंद दर्शन करने सहित श्री जगन्नाथ आशीर्वाद पाँच। आज दिन में महाप्रभु जगन्नाथ श्रीक्षेत्र स्नान वेदी स्नान सारिबा परे नीतिक्रांति सरिया परे ए पीठर विराजमान करती। तेणु या द्वितीय श्रीक्षेत्र मान्यता दी जाती। समस्ते या द्वितीय श्रीक्षेत्र बोली कहती और आसी प्रभु दर्शन करती। नीतिकांति आज निर्धारित समय पूर्व आम नीतिकांति ये समापन होती। ठाकुर स्नान मंगल आरती चंदन तुलसी लगी रूपा मुकुट लगी आदि कार्यक्रम चलती। मध्याह्न कोठभोगर कार्यक्रम रही। पुष्पांजलि कार्यक्रम रही। संध्या आरती अधरपणा आदि बहु कार्यक्रम रही। ज्येष्ठ पूर्णिमा आज
ମାନେ ମନଟା ପୁରା କାଲିଠାରୁ ଇଚ୍ଛା ଅଛି। ଆପଣଙ୍କ ପାଖକୁ ଆସିଲା ପରେ ଆପଣ କେମିତି ମାନସିକ କରିଛନ୍ତି? ମାନସିକ କେମିତି ପରିବର୍ତ୍ତନ? ଠାକୁରଙ୍କ ଘରେ ମୁଁ ଆସିଥିଲି, ମୋ ମନରେ ଥିଲା ମୁଁ ରାସ୍ତାରେ ଯେମିତି ମାନେ ଆପଣଙ୍କ ଆପଣ ଯେଉଁ ଯାତ୍ରା ହୁଏ ସେଦିନ ମୁଁ ଯେମିତି ଆସିବି ଟିକେ ଦେଖିବି ଆପଣ ସେତିକି ଦର୍ଶନ ହେଲା ମୋ ପାଇଁ ବହୁତ ମାନେ ମୁଁ ଆଜି ବି ସାତଟାରୁ ଆସିଥାନ୍ତି, ସାତଟାରୁ ଆସିପାରିଲିନି। ଠାକୁରଙ୍କର ଏମିତି ଇଚ୍ଛା ଯେ ମୁଁ ଆହୁରି ବଡ଼ ଆମର ଓନର ଆଉ ମୋ ସାଙ୍ଗ ତାଙ୍କୁ ଧରିକିନା ମୁଁ ଆହୁରି ମାନେ 10ଟାରେ ଆସିଲି। ଠାକୁରଙ୍କ ଡୋରି ଲାଗିଲା, ଠାକୁର ଆମ ପୁଅ ବି ଦର୍ଶନ ହେଲା। ବଢ଼ିଆ ଟିକେ ଦର୍ଶନ ହେଲା। ଠାକୁରଙ୍କର ଦର୍ଶନ ଏମିତି ହବ ବୋଲି ଆମେ ଏଠି ଜଷ୍ଟ ଠାକୁରଙ୍କ ଲାଇନ୍ରେ ରହିବାକୁ ଆମେ ବହୁତ ଦୂରରୁ ଯିବାକୁ କହିଲା ମାନେ ଲାଇନ୍ ରହେ, କିନ୍ତୁ ମୋ ସାଙ୍ଗ ଯିଏ ଠାକୁର ଏମିତି ମାନେ ଅଚ୍ୟୁତାନନ୍ଦ ପୀଠରେ ଆଜି ଦେବସ୍ନାନ ପୂର୍ଣ୍ଣିମା ମହା ସୁରୁଖୁରୁରେ ପାଳନ କରାଯାଉଛି। ଏଥିପାଇଁ ପୁଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। 4 ପ୍ଲାଟୁନ୍ ପୁଲିସ ଫୋର୍ସ, ଜଣେ ଆଡିସନାଲ ଏସପି, 4 ଜଣ ଡିଏସପି, 8 ଜଣ ଇନ୍ସପେକ୍ଟର, ଏସଆଇ କି 25 ଜଣ ଏବଂ ହୋମଗାର୍ଡସ ମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ମନ୍ଦିର ପୀଠରେ ଯେଉଁଠି ଆମର ସମାଧି ସ୍ଥଳ ଅଛି ସେଠି ସିଫ୍ଟ ଅନୁସାରେ ଡ୍ୟୁଟି ଦିଆଯାଇଛି। ବାରିକେଡ଼ିଂ ବ୍ୟବସ୍ଥା କରାଯାଇଛି ଶୃଙ୍ଖଳିତ ଦର୍ଶନ ପାଇଁ। ଟ୍ରାଫିକ୍ ପାଇଁ ଲୋକ ଦିଆଯାଇଛି, ମୋଟରସାଇକେଲ ପେଟ୍ରୋଲିଂ ଦିଆଯାଇଛି ଏବଂ ଲୋକମାନଙ୍କର କୌଣସି ପ୍ରକାର ଚୋରି ନେବା ପାଇଁ ମନି ପର୍ସ, ଟଙ୍କା, ସାଦା ପୁଲିସ ମଧ୍ୟ ମୁତୟନ କରାଯାଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି 20,000 ଲୋକ ଦେଖିକି ଦର୍ଶନ କରି ଗଲେଣି ଏବଂ ବର୍ତ୍ତମାନ ଆମେ ଭାବୁଛୁ ଆଜି ଭଲସେ ଦର୍ଶନ ସମସ୍ତେ କରିବେ ଏବଂ ମହାପ୍ରଭୁ ଦର୍ଶନ କରି ମୋ ନାଁ ରୀନା, ମୁଁ କଟକରୁ ଆସିଛି। ଆଉ ଠାକୁରଙ୍କୁ ପ୍ରତିବର୍ଷ ମୁଁ ଆସେ, ପ୍ରାୟ ମୁଁ ଆସେ, ପୂଜାରେ ଆସେ, ଅଲଗା ଟାଇମ୍ରେ ବି ଆସେ। ମୋତେ ବହୁତ ଭଲ ଲାଗେ ଏଠି ଆସିବା ପାଇଁ, ଭଗବାନଙ୍କୁ ଦର୍ଶନ କଲେ ବହୁତ ଭଲ ଦର୍ଶନ ହେଲେ, ବହୁତ ଭଲ। ତାଙ୍କ ମହିମା ଆମେ କ'ଣ କହିପାରିବା, ତାଙ୍କର ଅକଳନ ମହିମା, କିନ୍ତୁ ବହୁତ ଏଇଠିକି ଆସିଲା ନା ବହୁତ ଶାନ୍ତି ଲାଗେ ମନକୁ, ବହୁତ ଖୁସି ଆସେ ମନ ଭିତରେ, ବହୁତ ଅନୁଭବ ହୁଏ। ଜଗନ୍ନାଥଙ୍କୁ ଦର୍ଶନ କରି ଆମେ ଦର୍ଶନ କରୁ, ବହୁତ ଭଲ। ସମସ୍ତେ ସବୁ ପ୍ରଶାସନ ପାଇଁ ବହୁତ ଭଲ। ଜୟ ଜଗନ୍ନାଥ। ମୁଁ ଦୀପକ ରଞ୍ଜନ, ମୁଁ ଆସିଛି ଆକ୍ଚୁଆଲି ଭୁବନେଶ୍ୱର ଆସିଛି। ମୁଁ ଆଜି ପ୍ରଥମ ଥର ପାଇଁ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଆସିଥିବାରୁ ବହୁତ ମୁଁ ନିଜକୁ ଗର୍ବିତ ମନେ କରୁଛି। ଇଏ ତ ଜଗନ୍ନାଥଙ୍କ ଅବତାର ଗୋଟେ, ଯେ ଫାର୍ଷ୍ଟ ଟାଇମ୍ ଆସି ମୁଁ ବହୁତ ବଡ଼ ଅନୁଭୂତି କଲି ଏବଂ ଦେଖିଲି ପରିଚାଳନା ବି ବହୁତ ମାନେ ବହୁତ ସୁରୁଖୁରୁରେ କରାଯାଇଛି। ମୁଁ ବହୁତ ଜଲ୍ଦି ପଳେଇ ଆସିଲି, ମାନେ ଠାକୁରଙ୍କ ପାଖକୁ ମଧ୍ୟ ଦର୍ଶନ ବି ବହୁତ ବଢ଼ିଆ ହେଇଗଲା। ମୁଁ ଏତେ ଆଶା କରିନଥିଲି ଏତେ ଜଲ୍ଦି ମାନେ ଦର୍ଶନ କରିପାରିବି, କିନ୍ତୁ ଯେହେତୁ ପ୍ରଶାସନର ସୁବିଧା ଆଣ୍ଡ ସହଯୋଗରେ ଦର୍ଶନ କରିପାରୁଛି ଆଣ୍ଡ ନିଜକୁ ଗର୍ବିତ ମନେ କରୁଛି। ଆଶା ମୋର ପ୍ରଥମ ଦର୍ଶନ ମୁଁ ବହୁତ ମାନେ ନିଜକୁ ବହୁତ ଗର୍ବିତ ମନେ କଲି, ଦେଖିକି ମାନେ ଆତ୍ମନିର୍ଭରତା ବି ମାନେ ବିଭରିତ ହୋଇଗଲା ଦେଖିକି ଭଗବାନଙ୍କୁ। ସେମିତି କିଛି ଆଶା ରଖିନି, କିନ୍ତୁ ଭଗବାନ ଯାହା କରନ୍ତି ସବୁବେଳେ ସମସ୍ତଙ୍କର ମଙ୍ଗଳ ପାଇଁ କରନ୍ତି। ଆଗକୁ ବି ସମସ୍ତଙ୍କ ମଙ୍ଗଳ ହେବ, ପ୍ରାଣୀମାନଙ୍କର ମାନେ ଜଗତର ଉଦ୍ଧାର ହେବ। ତେଣୁକରି ମୁଁ ଏତିକି କାମନା କରୁଛି ଜଗତର ଉଦ୍ଧାର ହେବା ପାଇଁ ମୁଁ ସମସ୍ତଙ୍କ ସାମ୍ନାରେ ଠିକ୍ ଅଛି।